କରିଦିଅ ମୋତେ ସାଇଁ କ୍ୱେଶ୍ଚନ୍ ଆଣ୍ଡ ଆନ୍ସାର। 1 ନମ୍ବରଟି କହିଛି ଆସ କଥାବାର୍ତ୍ତା ହେବା। କ ନମ୍ବରଟି କହିଛି କବି ଝଙ୍କାଳିଆ ବରଗଛ ନ ହୋଇ କେଉଁ ଗଛ ହେବାକୁ ଚାହୁଁଛନ୍ତି ଓ କାହିଁକି? ଆନ୍ସାର, କବି ଝଙ୍କାଳିଆ ବରଗଛ ନ ହୋଇ ଛୋଟ ତୁଳସୀ ଗଛ ହେବାକୁ ଚାହୁଁଛନ୍ତି କାରଣ ସେ ମାଟି ଚଉରାରେ ଦାଣ୍ଡ ଅଗଣାର ଶୋଭା ବଢ଼ାଇବା ସହିତ ଦିଅଁଙ୍କ ପାଖରେ ନୀତି ଲାଗି ହେବେ। ଖ ନମ୍ବରଟି କହିଛି ତୁଳସୀ ଗଛର ଆଉ କ'ଣ ଉପକାରିତା ରହିଛି? ଆନ୍ସାର, ତୁଳସୀ ଗଛ ଶୋଭା ବଢ଼ାଇବା ସହିତ ଦିଅଁଙ୍କୁ ଲାଗି ହୁଏ। ଏହାର ପବନ ଦେହ ପାଇଁ ହିତକର। ଏହାର ପତ୍ରର ଔଷଧୀୟ ଗୁଣ ଅଛି। ଗ ନମ୍ବରଟି କହିଛି କବି କାହିଁକି ମହୁମାଛିଟିଏ ହେବାକୁ ଚାହିଁଛନ୍ତି? ଆନ୍ସାର, କବି ମହୁମାଛିଟିଏ ହୋଇ ବିଭିନ୍ନ ଫୁଲରୁ ମହୁ ଆଣି ପରହିତ ଲାଗି ତାହାକୁ ବିତରଣ କରି ଜଗତକୁ ବନ୍ଧୁ କରିବା ପାଇଁ ମହୁମାଛିଟିଏ ହେବାକୁ ଚାହିଁଛନ୍ତି। ଘ ନମ୍ବରଟି କହିଛି ମହୁମାଛିଟିଏ ଆମର କି ଉପକାର କରେ? ଆନ୍ସାର, ମହୁମାଛିଟିଏ ଗୁଣୁ ଗୁଣୁ ଗୀତ ଗାଇ ଆମକୁ ଆନନ୍ଦ ଦେବା ସହିତ ବିଭିନ୍ନ ଫୁଲରୁ ମଧୁ ସଂଗ୍ରହ କରି ରଖିଥାଏ। ଏହି ମହୁ ଆମର ଉପକାରରେ ଲାଗେ। ଅ ନମ୍ବରଟି କହିଛି ପଳାଶ ଫୁଲ ଓ ଗଙ୍ଗଶିଉଳି ଫୁଲ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି? ଆନ୍ସାର, ପଳାଶ ଫୁଲ ବଡ଼ ଏବଂ ମନୋହର। ଏହା ବାସହୀନ କିନ୍ତୁ କିଛି ଦିନ ପାଇଁ ବୃନ୍ତରେ ରହେ। ଗଙ୍ଗଶିଉଳି ଫୁଲ ଛୋଟ ଏବଂ ବାସଯୁକ୍ତ କିନ୍ତୁ ସଞ୍ଜରେ ଫୁଟି ସକାଳକୁ ଝଡ଼ିଯାଏ। ଚ ନମ୍ବରଟି କହିଛି କବି ସମୁଦ୍ର ନ ହୋଇ ଝରଣାଟିଏ ହେବାକୁ କାହିଁକି ପସନ୍ଦ କରିଛନ୍ତି? ଆନ୍ସାର, ସମୁଦ୍ର ଆକାରରେ ବିଶାଳ ହେଲେ ମଧ୍ୟ ଏହାର ପାଣି ଲୁଣିଆ। ଏହି ଜଳ ପିଇବା ପାଇଁ ଯୋଗ୍ୟ ନୁହେଁ। ତେଣୁ କବି ସମୁଦ୍ର ନ ହୋଇ ଝରଣାଟିଏ ହୋଇ ମଧୁର ଶୀତଳ ପିଇବା ଯୋଗ୍ୟ ଜଳରେ ଜନମନକୁ ତୋଷ କରିବାକୁ ପସନ୍ଦ କରିଛନ୍ତି। 2 ନମ୍ବରଟି କହିଛି ଏହି କବିତାରେ କବି କ'ଣ କ'ଣ ହେବାକୁ ଚାହିଁଛନ୍ତି ଲେଖ। ଆନ୍ସାର, ଏହି କବିତାରେ କବି ତୁଳସୀ ଗଛ, ମହୁମାଛି, ଗଙ୍ଗଶିଉଳି ଫୁଲ, ଟିକି ଝରଣା ଓ ମାଟି ଦୀପଟିଏ ହେବାକୁ ଚାହିଁଛନ୍ତି। 3 ନମ୍ବରଟି କହିଛି କ ସ୍ତମ୍ଭରେ ଥିବା କେଉଁ ଶବ୍ଦ ସହିତ ଖ ସ୍ତମ୍ଭରେ ଥିବା କେଉଁ ଶବ୍ଦର ସମ୍ପର୍କ ଅଛି ତାହା ବାଛି ପାଖ ଘରେ ଲେଖିବା। ଝଙ୍କାଳିଆ ହେବ ବରଗଛ, ମନୋହର ହେବ ପଳାଶ ଫୁଲ, ସୁବିଶାଳ ହେବ ସାଗର, ମନଲୋଭା ହେବ ପୁନେଇ ଜହ୍ନ। ତାପରେ 4 ନମ୍ବରଟି କହିଛି ସରଳ ଭାଷାରେ ବୁଝାଇ ଲେଖିବା। ସଞ୍ଜରେ ଫୁଟି ମୁଁ ସକାଳେ ଝରେ, ମୁଖେ ଫୁଟାଇ ହସ, ହରେ ଜନମନ ମଧୁର ମହକେ, ଚହଟାଇ ଚଉପାଶ। ଆନ୍ସାର, ସଞ୍ଜରେ ... ଚଉପାଶ। ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ କଳିକା ପୁସ୍ତକର କରିଦିଅ ମୋତେ ସାଇଁ ବିଷୟରୁ ଆନିତ। ଏହି ପ୍ରସଙ୍ଗରେ କବି ବଟକୃଷ୍ଣ ସ୍ୱାଇଁ ଗଙ୍ଗଶିଉଳି ଫୁଲର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ପଳାଶ ଫୁଲଟି ମନୋହର ଏବଂ ଆକାରରେ ବଡ଼ ହେଲେ ମଧ୍ୟ ତାର ସୁବାସ ନଥାଏ। ଗଙ୍ଗଶିଉଳି ଫୁଲଟି ଆକାରରେ ଛୋଟ ଏବଂ ମଧୁର ବାସଯୁକ୍ତ। ପଳାଶ ଫୁଲ କିଛି ଦିନ ବୃନ୍ତରେ ରହିଥାଏ କିନ୍ତୁ ଗଙ୍ଗଶିଉଳି ଫୁଲ ସଞ୍ଜରେ ଫୁଟି ସକାଳକୁ ଝରିଯାଏ। ଅଳ୍ପ ସମୟ ରହଣୀରେ ସେ ଜନମନକୁ ହରଣ କରେ। କବି ନିଜକୁ ପଳାଶ ଫୁଲ ପରିବର୍ତ୍ତେ ଗଙ୍ଗଶିଉଳି ଫୁଲଟିଏ କରିଦେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଏହାଦ୍ୱାରା ସେ ଜନମନ ହରଣ କରିପାରିବେ। ପ୍ରସଙ୍ଗଟି ଶିକ୍ଷାମୂଳକ। ତାପରେ 5 ନମ୍ବରଟି କହିଛି ନ ଗଲେ ପଛେ, ନ ଖାଇଲେ ପଛେ, ନ ଦେଲେ ପଛେ, ନ ଆସିଲେ ପଛେ। ଏହି ବାକ୍ୟାଂଶ ଗୁଡ଼ିକ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ରଚନା କରିବା। ଉଦାହରଣ, ମୋତେ ହାତୀଟିଏ ନ କଲେ ପଛେ ନାହିଁ, ଗୋଟିଏ ମହୁମାଛି କରିଦିଅ। ନ ଗଲେ ପଛେ, ତୁମେ ମୋ ସାଥିରେ ନ ଗଲେ ପଛେ ନାହିଁ, ତୁମ ସାଇକେଲଟି ଦିଅ। ନ ଖାଇଲେ ପଛେ, ତୁମେ ଆଜି ନ ଖାଇଲେ ପଛେ ନାହିଁ, ମୋ ସହିତ ସ୍କୁଲକୁ ଚାଲ। ନ ଦେଲେ ପଛେ, ତୁମେ ମୋ କଲମଟି ନ ଦେଲେ ପଛେ ନାହିଁ, ବହିଟି ଫେରାଇ ଦିଅ। ନ ଆସିଲେ ପଛେ, ସେ ନ ଆସିଲେ ପଛେ ନାହିଁ, ଅନ୍ୟମାନଙ୍କୁ ବାଟ ଛାଡ଼ିଦେଉ। ତାପରେ 6 ନମ୍ବରଟି କହିଛି ପଦ୍ୟଟିକୁ ପଢ଼ି ଶବ୍ଦ ଗୁଡ଼ିକ ଅର୍ଥ ଲେଖିବା। ମନୋହର, ସୁନ୍ଦର, ଗିରିବନ, ପର୍ବତ ଏବଂ ଜଙ୍ଗଲ, ମହକାଇ, ସୁବାସିତ କରାଇ, ସୁବିଶାଳ, ଖୁବ୍ ବଡ଼, ଦିବାନିଶି, ଦିନ ରାତି, ମନଲୋଭା, ମନୋହରଣକାରୀ। 7 ନମ୍ବରଟି କହିଛି ଗୁଣୁ ଗୁଣୁ ପରି ଆଉ 5ଟି ଯୋଡ଼ା ଶବ୍ଦ ଲେଖିବା। ଆନ୍ସାର, ଶୁଣୁ ଶୁଣୁ, ବୁଣୁ ବୁଣୁ, କିଣୁ କିଣୁ, ଝୁଣୁ ଝୁଣୁ, ଟୁଣୁ ଟୁଣୁ। 8 ନମ୍ବରଟି କହିଛି ତଳେ ଦିଆଯାଇଥିବା କଥା ଗୁଡ଼ିକରୁ ଯେଉଁଟି ଠିକ୍ ତାହା ପାଖରେ ଠିକ୍ ଚିହ୍ନ ଏବଂ ଯେଉଁଟି ଭୁଲ ତା ପାଖରେ ଭୁଲ ଚିହ୍ନ ଦିଅ। କ ନମ୍ବରଟି କହିଛି
ଏଠାରେ କବି ବରଗଛଟିଏ ହେବାକୁ ଚାହୁଁଛନ୍ତି। ଭୁଲ। ଖ ନମ୍ବରଟି କହିଛି ଝରଣାଟିଏ ଶୀତଳ ମଧୁର ଜଳ ଦାନ କରେ। ଠିକ୍। ଗ ନମ୍ବରଟି କହିଛି ଗଙ୍ଗଶିଉଳି ଫୁଲ ସକାଳେ ଫୁଟି ସଞ୍ଜରେ ଝଡ଼ି ପଡ଼େ। ଭୁଲ। ଘ ନମ୍ବରଟି କହିଛି କବି ପଳାଶ ଫୁଲ ନ ହୋଇ ଗଙ୍ଗଶିଉଳି ଫୁଲ ହେବାକୁ ଚାହୁଁଛନ୍ତି। ଠିକ୍। ଓ ନମ୍ବରଟି କହିଛି ମହୁମାଛି ଜଗତକୁ ବନ୍ଧୁ କରିଥାଏ। ଠିକ୍। ଚ ନମ୍ବରଟି କହିଛି ପଳାଶ ଫୁଲର ଭଲ ବାସ୍ନା ଥାଏ। ଭୁଲ। ଛ ନମ୍ବରଟି କହିଛି ଆମେ ସମସ୍ତେ ପର ପାଇଁ କାମ କରିବା ଉଚିତ। ଠିକ୍। ତାପରେ 9 ନମ୍ବରଟି କହିଛି ଉପର ଚିତ୍ର ଦେଖି 4 ଧାଡ଼ିର ଏକ କବିତା ଲେଖ। ଆନ୍ସାର। ଫୁଲରେ ବସି ପରଜାପତି ଦିଶଇ କେଡ଼େ ଶୋଭା, ଡେଣା ହଲାଇ ସୁରଙ୍ଗ ହୋଇ କରଇ ମନ ଲୋଭା, ଜାଣକି ଭାଇ ତରକା ସେହି ଦିଅଇ ନାହିଁ ଧରା, ତାପରି ଆଉ ସୁନ୍ଦର କେହି ଜଗତେ ଅଛି ପରା। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।